प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ଆପଣମାନେ ଭଲରେ ଅଛନ୍ତି? କ'ଣ ଚମତ୍କାରର ଆବଶ୍ୟକ ରହିଅଛି? ପ୍ରଭୁ ଯୀଶୁ ଆମମାନଙ୍କ ଜୀବନର ଆଶ୍ଚର୍ଯ୍ୟ କର୍ମ ସର୍ବଦା କରିବା ପାଇଁ ସକ୍ଷମ ଅଟନ୍ତି। କ'ଣ ଆପଣ ଏହିପରି କହୁଅଛନ୍ତି ଯେ ମୋହର ଜୀବନର ସ୍ଥିତି ଠିକ୍ ନାହିଁ, ଅନ୍ୟମାନଙ୍କ ପରି ମୋ ଜୀବନରେ ଆଶୀର୍ବାଦ ପ୍ରାପ୍ତ କରିନାହିଁ, କିମ୍ବା ଅନ୍ୟମାନଙ୍କ ପରି ମୁଁ ଧନୀ ନୁହେଁ? ପ୍ରଭୁଙ୍କ ପ୍ରିୟ ଲୋକମାନେ, ଯଦି ଆପଣଙ୍କର ସ୍ଥିତି ଏହିପରି ଅଟେ, ତେବେ ଆପଣ ଜମା ନିରାଶ ହୁଅନ୍ତୁ ନାହିଁ। ପରମେଶ୍ୱରଙ୍କ ବାକ୍ୟରେ ଆମ୍ଭମାନଙ୍କ ନିମନ୍ତେ ସବୁବେଳେ ସମାଧାନ ରହିଅଛି। ତେବେ ପଢ଼ିବା ଦ୍ୱିତୀୟ ବଂଶାବଳୀ 14 ଅଧ୍ୟାୟର 11 ପଦ। ଏଥିରେ ଆଶା ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୁ ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି। ହେ ସଦାପ୍ରଭୁ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆଶା ଏଠାରେ ବହୁତ ସୁନ୍ଦର ପ୍ରାର୍ଥନା କରୁଅଛନ୍ତି। ସେ ଏହିପରି କହୁଛନ୍ତି, ହେ ପ୍ରୀତ ସଦାପ୍ରଭୁ, ତୁମଠାରେ ହିଁ ଆମର ଭରସା ଅଛି। ତୁମ ବିନା ଆମମାନଙ୍କର କୌଣସି ବଳ ନାହିଁ। ଏଣୁ ତାଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କଠାରେ ଏହି ପ୍ରକାର ଥିଲା ଯେ ସଦାପ୍ରଭୁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରନ୍ତୁ। ପ୍ରଭୁଙ୍କ ଲୋକମାନେ, ଆଜି ଆପଣମାନଙ୍କ ଜୀବନରେ ମଧ୍ୟ ହୁଏତ ସାହାଯ୍ୟ କରିବା ପାଇଁ କେହି ନଥାଇପାରନ୍ତି, କିନ୍ତୁ ଆଶା ଯେ ରୂପେ ସଦାପ୍ରଭୁଙ୍କଠାରେ ଭରସା କରିଲେ, ତଦ୍ରୂପ ଆମ୍ଭେମାନେ ମଧ୍ୟ ଆପଣାର ଦୁର୍ବଳ ସମୟରେ, ଅଭାବ ସମୟରେ, ଆବଶ୍ୟକ ସମୟମାନଙ୍କରେ କେବଳ ସଦାପ୍ରଭୁ ଯିଏକି ଆମମାନଙ୍କୁ ସାହାଯ୍ୟ କରିପାରନ୍ତି ତାଙ୍କଠାରେ ହିଁ ନିର୍ଭର ରଖିବା ଦରକାର ରହିଛି। ଯେହେତୁ ତାଙ୍କଠାରେ ଯେଉଁମାନେ ଭରସା ରଖନ୍ତି, ଯେଉଁମାନେ ଆଉଜି ପଡ଼ନ୍ତି ଈଶ୍ୱରଙ୍କ ବାକ୍ୟ ଅନୁସାରେ, ସେ ସେମାନଙ୍କୁ କେବେ ମଧ୍ୟ ନିରାଶ ଲଜ୍ଜିତ ହେବାକୁ ଦେଇନାହାନ୍ତି। ଏଣୁ ପ୍ରଭୁଙ୍କ ଲୋକମାନେ, ଆପଣଙ୍କ ସମସ୍ୟା ଯେତେ ବଡ଼ ହେଉନା କାହିଁକି, ଆପଣମାନେ କୌଣସି ପ୍ରକାର ଦୁଃଖିତ ନ ହୋଇ ପରମେଶ୍ୱର ଯିଏକି ସାହାଯ୍ୟ କରିବା ପାଇଁ ସକ୍ଷମ ଅଟନ୍ତି, ସେ ଯିଏକି ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି, ତାଙ୍କଠାରେ ଆପଣମାନେ ପ୍ରତିନିତ୍ୟ ପ୍ରାର୍ଥନାରେ ଆପଣଙ୍କ ସମସ୍ୟାକୁ ତୋଳି ଧରନ୍ତୁ। ସମୟ ଆସିବ, ପରମେଶ୍ୱର ନିଶ୍ଚୟ ଆପଣଙ୍କ ପ୍ରାର୍ଥନାର ଉତ୍ତର ପ୍ରଦାନ କରିବେ। ଥରେ ଜଣେ ଲୋକ ମୋ ସହିତ ସାକ୍ଷାତ ହେଲେ। ପୁଣି ଆପଣା ପୁତ୍ରଙ୍କ ସମ୍ବନ୍ଧରେ ସେ ମୋ ସହିତ ଅଳ୍ପ ସମୟ କଥାବାର୍ତ୍ତା କରି ଏହିପରି କହିଲେ, ଆଜ୍ଞା, ମୋ ପୁଅ ନିମନ୍ତେ ଆପଣ ଦୟାକରି ପ୍ରାର୍ଥନା କରିଦିଅନ୍ତୁ। ତାହାର ବିଭିନ୍ନ ପ୍ରକାରର ଇଣ୍ଟରଭ୍ୟୁ ରହିଅଛି, କିନ୍ତୁ କୌଣସି ଇଣ୍ଟରଭ୍ୟୁରେ ସେ ଆଗକୁ ବଢ଼ିପାରୁନାହିଁ, ସଫଳତା ପାଇପାରୁନାହିଁ। ମୁଁ ତାଙ୍କୁ କହିଲି, ପ୍ରିୟ ଆଜ୍ଞା, ପ୍ରଭୁ ଆପଣଙ୍କ ସଙ୍ଗରେ ଅଛନ୍ତି। ଯେ କେହି ତାହାଙ୍କ ନାମ ଧରି ପ୍ରାର୍ଥନା କରିବ, ସାହାଯ୍ୟ ମାଗିବ, ପ୍ରଭୁ ନିଶ୍ଚୟ ତାହାକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଟନ୍ତି। କିନ୍ତୁ ସେ ଭାଇ ଜଣକ ମୋତେ କହିଲେ, ଆଜ୍ଞା, ଏହିପରି ବିଭିନ୍ନ ପ୍ରକାରର ସମସ୍ୟା ଇଣ୍ଟରଭ୍ୟୁରେ ଆମେମାନେ ଦେଖାଉଛୁ। ଲୋକମାନେ ବହୁତ ବଡ଼ ବଡ଼ MLA ମନ୍ତ୍ରୀମାନଙ୍କୁ ସୁପାରିଶ ନେଇକି ଆସିଥାନ୍ତି, ପୁଣି ସେମାନଙ୍କର କାମ ଅଲରେଡ଼ି ଫିକ୍ସ ହୋଇଥାଏ। ସେମାନଙ୍କ ଚାକିରି ସେମାନେ ପାଇବା ନିମନ୍ତେ ଯୋଗ୍ୟ ବା ହକଦାର ଅଟନ୍ତି ବୋଲି ସେହି ଇଣ୍ଟରଭ୍ୟୁ ନେବା ଲୋକମାନେ, ଅଫିସରମାନେ ଆମମାନଙ୍କୁ କହିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଆମମାନଙ୍କ ପାଖରେ କୌଣସି MLA, MP କିମ୍ବା କୌଣସି ମନ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ। ଏଥିପାଇଁ ଆମେମାନେ ଆଗକୁ ବଢ଼ିପାରୁନାହୁଁ, କିମ୍ବା କୌଣସି ପ୍ରକାର ଆମମାନଙ୍କର ଚାକିରିର ସୁଯୋଗ ଆମମାନଙ୍କୁ ମିଳିପାରୁନାହିଁ, ଆମେମାନେ ପାଉନାହୁଁ। ଏଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ମୋ ପୁଅର ଭବିଷ୍ୟତ ଜୀବନ ନିମନ୍ତେ ଦୟାକରି ପ୍ରାର୍ଥନା କରିଦିଅନ୍ତୁ। ପୁଣି ମୁଁ ତାଙ୍କୁ ଏହିପରି ଆଶ୍ୱାସନା ଦେଇ ସାନ୍ତ୍ୱନାର ବାଣୀ କହିଲି, ଆଜ୍ଞା ଶୁଣନ୍ତୁ, ଆମମାନଙ୍କ ପରମେଶ୍ୱର ବୋଲି ଜଣେ ଅଛନ୍ତି, ଯିଏକି ସମଗ୍ର ବିଶ୍ୱର ରଚକ ଅଟନ୍ତି, ସର୍ବଶକ୍ତିମାନ, ଯିଏକି ରାଜାମାନଙ୍କର ରାଜା ଅଟନ୍ତି, ଯିଏକି ମନ୍ତ୍ରୀମାନଙ୍କର ମନ୍ତ୍ରୀ ଅଟନ୍ତି, ଯିଏକି ସର୍ବନିୟନ୍ତ୍ରଣକର୍ତ୍ତା ଅଟନ୍ତି। ତାହାଙ୍କ ପାଖରେ କୌଣସି ବିଷୟ କେବେ ଅସମ୍ଭବ ନାହିଁ। ଆପଣ ସମ୍ପୂର୍ଣ୍ଣ ତାଙ୍କଠାରେ ପ୍ରାର୍ଥନା କରନ୍ତୁ, ଆଉଜି ପଡ଼ନ୍ତୁ। ସେ ନିଶ୍ଚୟ ଆପଣଙ୍କ ପୁତ୍ରଙ୍କର ଭବିଷ୍ୟତ ଜୀବନକୁ ସୁଜାଡ଼ିବେ। କିଛି ଦିନ ବିତିଗଲା, ତାପରେ ସେ ମୋ ସହିତ ସାକ୍ଷାତ କରିଲେ। ପୁଣି ମୋତେ କହିଲେ, ଆଜ୍ଞା, ବାସ୍ତବରେ ପରମେଶ୍ୱର ମହାନ ଅଟନ୍ତି। ସେ ଆଶ୍ଚର୍ଯ୍ୟ ଭାବରେ ମୋ ପୁଅର ଚାକିରି କରିଦେଇଛନ୍ତି। ପ୍ରଭୁଙ୍କ ନାମର ଗୌରବ ପ୍ରଶଂସା ହେଉ। ପ୍ରଭୁଙ୍କ ଲୋକମାନେ, ମୁଁ ଏହି କଥା ଆପଣମାନଙ୍କୁ କହୁଅଛି, ଆସୁ ସମର୍ପିତ ହଉ। ପ୍ରିୟ ପିତା ପ୍ରଭୁ, ତୁମେ ନିଶ୍ଚୟ ସାହାଯ୍ୟକାରୀ ଅଟ। ଏହା ବୁଝିବା ପାଇଁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରିଦିଅ। ତୁମ ହସ୍ତରେ ପ୍ରତିଟି ଜୀବନ ସମର୍ପଣ କରି ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍।